ଦେଖ ବର୍ତ୍ତମାନ ସମୟରେ ତୁମ ଯୋଉ ଆଦର୍ଶ ବିଦ୍ୟାଳୟ ଗୁଡ଼ିକ ରହୁଛି ଏଟା କେବଳ ଗୋଟେ ଜିଲ୍ଲା ନୁହେଁ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯୋଉ ଆଦର୍ଶ ବିଦ୍ୟାଳୟ ଗୁଡ଼ିକ ରହୁଛି, ପ୍ରାୟ ସବୁ ଆଦର୍ଶ ବିଦ୍ୟାଳୟରେ ବର୍ତ୍ତମାନ ସମୟରେ ତୁମର ପାର୍ଟ ଟାଇମ୍ ଶିକ୍ଷକ ଭେକେନ୍ସି ଆସିଛି। କୋଉ ଆଦର୍ଶ ବିଦ୍ୟାଳୟରେ ଆସିଛି, କେମିତି ଆବେଦନ କରିବ? ସର୍ବପ୍ରଥମେ ଯଦି ତୁମେ ନିଜ ନିଜ ଡିଷ୍ଟ୍ରିକ୍ଟର ଅପଡେଟ୍ ଜାଣିବା ପାଇଁ ଚାହୁଁଛ ପିଲାମାନେ, କମେଣ୍ଟ ସେକ୍ସନରେ ନିଜ ଡିଷ୍ଟ୍ରିକ୍ଟର ନାମକୁ ମେନସନ କରିଦିଅ, ମୁଁ କହିଦେବି। ଏଟା ଦେଖ ପିଲାମାନେ ତୁମର ଆସିଛି ରାଇରଙ୍ଗପୁର, ମୟୂରଭଞ୍ଜରୁ ଆସିଛି। ମୁଁ ଯେମିତି ତୁମର କହିଲି ପ୍ରତି ବ୍ଲକରେ ଯୋଉ ଆଦର୍ଶ ବିଦ୍ୟାଳୟ, କାରଣ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ କଣ କରୁଛି, ପ୍ରତି ବ୍ଲକରେ ତୁମେ ଜାଣିଛ ଗୋଟେ ଗୋଟେ ଆଦର୍ଶ ବିଦ୍ୟାଳୟ ରହୁଛି ଏବଂ ସେଠି ତୁମର ପାର୍ଟ ଟାଇମ୍ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯାଉଛି। ତ ଏଠି ତୁମର ବୟସ କଣ ରହିବ, ତମେ କେମିତି କଣ ଆବେଦନ କରିବ, ତା ସହିତ କେମିତି କଣ ତମର ରହୁଛି, ସବୁ କିଛି ମୁଁ ତୁମକୁ ଏଠି କହିବି। କିନ୍ତୁ ତା ପୂର୍ବରୁ ଗୋଟେ ଛୋଟ ଇନଫର୍ମେସନ ଦେବି। ବହୁତ ସାରା ପିଲା ପଚାରୁଥିଲେ ଯେ ସାର୍ ଆପଣଙ୍କର ପ୍ରତିଜ୍ଞା ଯୋଉ ଆପଣଙ୍କର ଆରଆଇ ଅମିନର ନୂଆ ବେଚ୍ କେବେ ଷ୍ଟାର୍ଟ ହବ? ପିଲାମାନେ ଆମର ନୂଆ ବେଚ୍ ଷ୍ଟାର୍ଟ ହେଇଯାଇଛି। ଆରଆଇ ଅମିନ ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର, ତା ସହିତ ତମର ହଉଛି ପ୍ରହରୀ, ଯୋଉଟା କି ତମର ଫରେଷ୍ଟର ଫରେଷ୍ଟ ଗାର୍ଡ, ସବୁ ପାଇଁ ଆମର ନୂଆ ବେଚ୍ ଷ୍ଟାର୍ଟ ହେଇଯାଇଛି। ଯଦି ତୁମେ ପ୍ରିପାରେସନ କରିବା ପାଇଁ ଚାହୁଁଛ, ଭିଡିଓ ଡେସ୍କ୍ରିପସନରେ ଲିଙ୍କ ଅଛି, ସେଠୁ ଯାଇକି ପ୍ରିପାରେସନ କରିପାରିବ। ଏଠି ଲକ୍ଷ୍ୟ କର, ତୁମର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଇରଙ୍ଗପୁର ତରଫରୁ ତୁମର ରହୁଛି, ଯୋଉଟା ତୁମର ପାର୍ଟ ଟାଇମ୍ ଶିକ୍ଷକ ଭେକେନ୍ସି ରହୁଛି। ବୟସ ତୁମର ଏଠି 21 ରୁ 65 ଭିତରେ ଯଦି ଅଛି, ତୁମେ ମାନେ ଆବେଦନ କରିପାରିବ। ଆବେଦନ କେମିତି କରିବ? ଦେଖ ଏଠି ତୁମକୁ ଲାଷ୍ଟ ଡେଟ୍ ପିଲାମାନେ 10 ଏପ୍ରିଲ ରହୁଛି। ତା ପୂର୍ବରୁ ତୁମକୁ ଏଠି ଆବେଦନ କରିବା ପାଇଁ ପଡିବ ହେଲା। 10 ଏପ୍ରିଲ ପୂର୍ବରୁ ତୁମକୁ ସ୍ପିଡ ପୋଷ୍ଟ ବା ରେଜିଷ୍ଟ୍ରି ପୋଷ୍ଟ ମାଧ୍ୟମରେ ଆବେଦନ କରିବା ପାଇଁ ପଡିବ। ତ ନିଜ ନିଜ ଡିଷ୍ଟ୍ରିକ୍ଟରେ ପିଲାମାନେ କେମିତି ଚେକ୍ କରିବ, ମୁଁ ସେଟା ତୁମକୁ ଭିଡିଓ ଶେଷରେ କହିବି ଯେ ତୁମ ଡିଷ୍ଟ୍ରିକ୍ଟରେ କେମିତି ଚେକ୍ କରିବ। ଏଠି ଲକ୍ଷ୍ୟ କର, ତମର ଯୋଉ ରହିଛି ଏଇ ଗୋଟେ ଆପ୍ଲାଏ ଫର୍ମ ରହୁଛି। ଧରାଯାଉ ତୁମେ ଚାହୁଁଛ ଯେ କମ୍ପ୍ୟୁଟର ଟିଚର, ତୁମେ କମ୍ପ୍ୟୁଟର ଶିକ୍ଷକ ପାଇଁ ଚାହୁଁଛ କମ୍ପ୍ୟୁଟର ଟିଚର, ତ ତୁମେ କମ୍ପ୍ୟୁଟର ଟିଚର ଉପରେ କରିପାରିବ। ତୁମର ନେମ୍, ଯାହା ବି ତୁମର ନେମ୍ ଅଛି, ବାପାଙ୍କ ନାମ, ମାଙ୍କ ନାମ, ଏଠି ଗୋଟେ ପାସପୋର୍ଟ ସାଇଜ ଫଟୋ, ତା ସହିତ ତୁମର ମେରିଟାଲ ଷ୍ଟାଟସ, ତୁମର ହଉଛି କଣ୍ଟାକ୍ଟ ନମ୍ବର, ହ୍ୱାଟ୍ସଆପ ନମ୍ବର, ଇମେଲ ଆଇଡି, ତୁମର ଏଡ୍ରେସ, ଯାହା ବି ତୁମର ଏଡ୍ରେସ ରହୁଛି, ସବୁ କିଛି ତୁମେ ମାନେ ଏଠି ଦେଇପାରିବ ହେଲା। ଏବଂ ଏଠି ତୁମେ ମାନେ ଦେଖ, ତୁମେ ଯଦି ଓଡ଼ିଆ ପଢିଛ କି ନାହିଁ, ଯଦି ୟେସ୍ ତାହେଲେ ୟେସ୍ କରିବ। ଡକୁମେଣ୍ଟ ଏଭିଡେନ୍ସ ପିଲାମାନେ କଣ ଦବ, ତୁମର ମେଟ୍ରିକ ସାର୍ଟିଫିକେଟ ହେଲା। ମେଟ୍ରିକ ସାର୍ଟିଫିକେଟ ତୁମର ଏଠି ଥିବ। ଲାଙ୍ଗୁଏଜ ତୁମେ କଣ କଣ ଜାଣିଛ ନା, ମୁଁ ଓଡ଼ିଆ ଜାଣିଛି, ଇଂଲିଶ ଜାଣିଛି। ତୁମେ ଯଦି ହିନ୍ଦୀ କିମ୍ବା ଅନ୍ୟ କୌଣସି ଲାଙ୍ଗୁଏଜ ଜାଣିଥିବ ତାକୁ ଲେଖିପାରିବ। ଏବିଲିଟି ଓଡ଼ିଆ ଇଂଲିଶ ୟେସ୍ ହେଲା। ଏଜୁକେଶନାଲ କ୍ୱାଲିଫିକେସନ ତୁମର 10 +3 ପିଜି, ଯାହା ବି ତୁମେ କରିଛ, ବିଏଡ୍, ଏମଫିଲ୍, ପିଏଚଡି, କିଛି ଯଦି କରିଛ ତୁମେ ଦେଇପାରିବ। ଯଦି ତୁମର କିଛି ଏକ୍ସପିରିଏନ୍ସ ଅଛି ତାକୁ ଦେଇପାରିବ, ନହେଲେ ତାକୁ ବ୍ଲାଙ୍କ ଛାଡି ପାରିବ। ଏସବୁ ଦେଇକି ପ୍ଲେସ, ଡେଟ୍, ତୁମର ଗୋଟେ ସିଗ୍ନେଚର, ଏସବୁ ତାପରେ ଗୋଟେ ଅଣ୍ଡରଟେକିଂ ରେ ବି ତୁମର ସିଗ୍ନେଚର, ପ୍ଲେସ, ଡେଟ୍, ଏସବୁ ତୁମେ ସବୁକୁ ଫିଲ୍ଅପ୍ କରିବା ପାଇଁ ତୁମକୁ ପଡିବ। ଏବଂ ଯୋଉ ଆଡ୍ରେସରେ ତୁମକୁ ମୁଁ କହିଲି, ତୁମକୁ ସେଇ ଆଡ୍ରେସରେ ପଠେଇବା ପାଇଁ ପଡିବ। ଏବେ ଦେଖ ତୁମର କୋଉ ଭେକେନ୍ସି ଆସିଛି ପିଲାମାନେ। ଏଠି ତୁମର ଦେଖ ପିଜିଟି, ମାନେ ପିଜି ଯୋଉମାନେ କରିଛ, ପିଜି ଆଉ ବିଏଡ୍, ସେମାନଙ୍କ ପାଇଁ ତୁମର ଆସିଛି ପିଜିଟି, ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ଇକୋନୋମିକ୍ସ, କମ୍ପ୍ୟୁଟର ସାଇନ୍ସ ବା ତୁମର ଯୋଉ କମ୍ପ୍ୟୁଟର ଟିଚର, ତୁମେ ଯଦି ବିଟେକ୍ କରିଛ କିମ୍ବା ଆଇଟି ରେ ତୁମେ କୌଣସି କରିଛ, ତାହେଲେ କମ୍ପ୍ୟୁଟର ଟିଚର ପାଇଁ କରିପାରିବ, ଯୋଉଠି ତୁମର 30,000 ଟଙ୍କା ତୁମର ସ୍ୟାଲେରୀ ରହିବ। ତାପରେ ସେମିତି ଦେଖ ଟିଜିଟି, ଯଦି ତୁମେ ବିଏଡ୍ କରିଛ ପିଲାମାନେ, ବିଏଡ୍ ରେ ତୁମେ କରିଛ, ତାହେଲେ ତୁମେ ଏଠି କରିପାରିବ, ଯୋଉଠି ତୁମର ଇଂଲିଶ, ଓଡ଼ିଆ ଟିଚର, ହିନ୍ଦୀ ଟିଚର ଏବଂ ତା ସହିତ ତୁମର ହଉଛି ଆଉ କଣ କଣ ଦେଖ ଅଛି, ସବୁ ପ୍ରକାର ଟିଚର ପିଲାମାନେ ତୁମର ଏଠି ଆସିଛି। ତୁମେ ଦେଖିବ ସଂସ୍କୃତ ଟିଚର, ମ୍ୟାଥମେଟିକ୍ସ ଟିଚର, ସାଇନ୍ସ ଟିଚର, ସୋସିଆଲ ସାଇନ୍ସ, ଏସବୁ ତୁମର ରହୁଛି। ତ ଏଠି ତୁମକୁ ପିଲାମାନେ ସେମାନେ ଗୋଟେ ବର୍ଷ ପାଇଁ ତୁମକୁ ଏଠି ରଖନ୍ତି। ତାପରେ ଆପ୍ଲାଏ କଲା ବେଳେ ତୁମ ଡକୁମେଣ୍ଟ କଣ କଣ ଦରକାର, ତୁମର ସେଲ୍ଫ ଆଟେଷ୍ଟେଡ ଫଟୋ, ତୁମର ହଉଛି ପାସପୋର୍ଟ ସାଇଜ ଫଟୋ, ତାପରେ ତୁମର ଆଉ ଯାହା ଯାହା ଡକୁମେଣ୍ଟ ରହିଛି ସବୁ କିଛି କି ତୁମକୁ ଏଠି ଦେବା ପାଇଁ ପଡିବ। ଆପ୍ଲିକେସନ ତୁମକୁ ମୁଁ କହିଲି, ଯୋଉ ତୁମକୁ ଫର୍ମଟି ଦେଖେଇଲି, ସେଇ ଫର୍ମକୁ ଫିଲ୍ଅପ୍ କରିକି ତୁମକୁ ଏଇ ଆଡ୍ରେସରେ ତୁମକୁ ଏଠି ପଠେଇବା ପାଇଁ ପଡିବ। 30 ତାରିଖ ପୂର୍ବରୁ ତୁମକୁ ଏଠି ପଠେଇବା ପାଇଁ ପଡିବ। ସିଲେକ୍ସନ ପିଲାମାନେ କେମିତି ହବ ଦେଖ, ଏଇ ଯୋଉ ତୁମକୁ 10 ତାରିଖ ପିଲାମାନେ ମୁଁ କହିଲି, ସେଦିନ ତୁମର ଗୋଟେ ଡକୁମେଣ୍ଟ ଭେରିଫିକେସନ ହବ। ଯୋଉମାନେ ବି ସିଲେକ୍ଟେଡ ହେଇଥିବେ ସେମାନଙ୍କୁ ଏଠି ଡାକିବେ ଡକୁମେଣ୍ଟ ଭେରିଫିକେସନରେ। ଏବଂ ତା ସହିତ ତୁମର କିଛି ମାନେ ଡେମୋ କ୍ଲାସ ହେରିକା ବି ତୁମକୁ ଦେବା ପାଇଁ ପଡିବ। ତୁମେ ମାନେ ଯଦି ସିଲେକ୍ଟ ହଉଛ, ତୁମକୁ ଏଠି ଚାକିରି ମିଳିବ। ଡ୍ୟୁଟି କଣ, ତୁମକୁ ଏଠି ରେଗୁଲାର କ୍ଲାସ କରିବା ପାଇଁ ପଡିବ, କପି ଚେକିଂ କରିବା ପାଇଁ ପଡିବ। ଯଦି ଏକ୍ସାମ ହେଲା, ତୁମକୁ ଇଭାଲୁଏସନ କରିବା ପାଇଁ ପଡିବ, ଇନଭେଷ୍ଟିଗେସନ ମାନେ ଯୋଉ ରହିଛି ଏକ୍ସାମ ଯଦି କିଛି ହେଲା, ତା ସହିତ ଯଦି ପ୍ରିନ୍ସିପାଲ ତୁମକୁ କିଛି କାମ ଦେଲେ, ସେ କାମ ମଧ୍ୟ ତୁମକୁ ଏଠି କରିବା ପାଇଁ ପଡିବ। ପିଜିଟି ପୋଷ୍ଟ ପାଇଁ ପିଲାମାନେ ତୁମ ସ୍ୟାଲେରୀ ରହୁଛି, ନର୍ମାଲ ସ୍ୟାଲେରୀ ହଉଛି 25,000। ଆଉ ଯଦି ଅଧିକ ତୁମର କାମ ରହୁଛି, ଏଟା ତୁମର ହଉଛି 30,000। ଟିଜିଟି ପାଇଁ ତୁମର ନର୍ମାଲ ହେଲା 20,000, ଭେରି ହାର୍ଡ ପାଇଁ ତୁମର ହେଲା 25,000। ତାପରେ ଟର୍ମସ ଆଣ୍ଡ କଣ୍ଡିସନ ପିଲାମାନେ କଣ କଣ ରହୁଛି, ତୁମେ ଯେମିତି କି ତୁମେ କେବେ କହିପାରିବନି ଯେ ମତେ ପରମାନେଣ୍ଟ କର ବୋଲିକି, ସବୁ କିଛି ତୁମେ ମାନେ ଏଠି ଚେକ୍ କରିକି ଆବେଦନ କରିପାରିବ। ତ ଏଠି ପିଲାମାନେ ଦେଖ, ଯେମିତି ତୁମକୁ ମୁଁ କହିଲି କମ୍ପ୍ୟୁଟର ଟିଚର, ତା ସହିତ ଅଲଗା ଶିକ୍ଷକ ମାନେ ମଧ୍ୟ ଆସିଛି। କମ୍ପ୍ୟୁଟର ଟିଚର ପାଇଁ ତମେ ଯଦି ଏଠି ବିଟେକ୍ କରିଛ କିମ୍ବା କୌଣସି ଆଇଟି ରେ ତମେ କୋର୍ସ କରିଛ, ତମେ ମାନେ ଏଠି ଆପ୍ଲାଏ କରିପାରିବ। ଏମସିଏ ହେରିକା କରିଛ, ତୁମେ ମାନେ ଏଠି ଆପ୍ଲାଏ କରିପାରିବ। ତ
ତ ଏଟା ପିଲାମାନେ ତୁମର ଗଲା କୋଉ ଭେକେନ୍ସି ଆସିଲା ନା ମୟୂରଭଞ୍ଜ ଯୋଉ ତୁମର ରହୁଛି ମୟୂରଭଞ୍ଜ ତରଫରୁ ତମର ଏଇ ଭେକେନ୍ସିଟି ଆସିଛି। ତମେ କହିବ ସାର୍ ଏଟା ତ ରହିଲା ଆପଣଙ୍କର ମୟୂରଭଞ୍ଜ ଅଲଗା ଡିଷ୍ଟ୍ରିକ୍ଟ ବା ଆମ ଡିଷ୍ଟ୍ରିକ୍ଟରେ ଏଇ ଭେକେନ୍ସି କେମିତି କଣ ଆସିବ ମୁଁ ତାକୁ କେମିତି ଜାଣିବି? ତମେ ଯଦି ନିଜ ନିଜ ଡିଷ୍ଟ୍ରିକ୍ଟରେ ପିଲାମାନେ ଜାଣିବା ପାଇଁ ଚାହୁଁଛ କେମିତି କଣ ଜାଣିବ ସେଟା ଦେଖ। ପ୍ରଥମେ କଣ କର ତୁମର ଡିଷ୍ଟ୍ରିକ୍ଟର ନାଁ ଯେମିତି କି ମୁଁ ତୁମକୁ ଧର କହୁଛି ବାଲେଶ୍ୱର ତମେ ଆଗେ ମାନେ କଲ ବାଲେଶ୍ୱର.nic.in ରିକ୍ରୁଟମେଣ୍ଟ ଏତିକି ପିଲାମାନେ ତୁମେ ସର୍ଚ୍ଚ କରିପାରିବ କିମ୍ବା ତୁମେ ଖାଲି ବାଲେଶ୍ୱର ଅଫିସିଆଲ ୱେବସାଇଟ ଏତିକି ବି ସର୍ଚ୍ଚ କଲେ ବି ତମର ହବ। ତ ଏତିକି ସର୍ଚ୍ଚ କରିସାରିଲା ପରେ ତମ ସାମ୍ନାକୁ ଏଇଭଳି ଗୋଟେ ଆସିଯିବ ପେଜ ଗୋଟେ ତମେ ମୋବାଇଲରେ ଖୋଲ କି ଲ୍ୟାପଟପରେ ଖୋଲ। ଏଠି ଲକ୍ଷ୍ୟ କର ପିଲାମାନେ ହୋମ ପେଜରେ ଗୋଟେ ଥିବ ନୋଟିଫିକେସନ ଗୋଟେ ଥିବ ଟେଣ୍ଡର ଗୋଟେ ଥିବ ରିକ୍ରୁଟମେଣ୍ଟ ଏଇ ରିକ୍ରୁଟମେଣ୍ଟ ସେକ୍ସନରେ ଚେକ୍ କରିବ। ଦେଖ ବାଲେଶ୍ୱରରେ ବି ପିଲାମାନେ ତୁମର ଆସିଛି ତୁମର କଣ ପାର୍ଟ ଟାଇମ ଟିଚର। ତ ମୁଁ ପିଲାମାନେ ଆକୁ ତୁମକୁ ଓପନ କରିକି ଦେଖଉଛି ଯେ ବାଲେଶ୍ୱରରେ ବି ତୁମର କଣ କଣ ଆସିଛି। ଦେଖ ବାଲେଶ୍ୱରରେ ବି ପିଲାମାନେ ତୁମର ଆସିଛି ଯାହାର ଲାଷ୍ଟ ଡେଟ୍ ତୁମର ଅଛି 18 ତାରିଖ ଏବଂ ଏଠି ମଧ୍ୟ ପିଲାମାନେ ତୁମର ସେଇଆ ଯେତିକି ବି ଡିଷ୍ଟ୍ରିକ୍ଟ ତମର ରହୁଛି ଦେଖ ସବୁ ଡିଷ୍ଟ୍ରିକ୍ଟରେ ତମର ଏଠି ଭେକେନ୍ସି ଆସିଛି ହେଲା। ଓଡ଼ିଆ ସାଂସ୍କ୍ରିଟ ତମର ହଉଛି କମ୍ପ୍ୟୁଟର ସବୁ ପାଇଁ ପିଲାମାନେ ତମର ଏଠି ପାର୍ଟ ଟାଇମ ଶିକ୍ଷକ ଆସିଛି ଏବଂ ସେଟା ତୁମକୁ ମୁଁ ଯେମିତି କହିଲି ଏଟାକୁ ବି ତୁମକୁ ସେଇ ଭଳିଆ ଫିଲଅପ କରିକି କରିବା ପାଇଁ ପଡିବ। କ୍ୱାଲିଫିକେସନ ମଧ୍ୟ ପିଲାମାନେ ତମର ସବୁ ସେମ ରହିଛି ହେଲା। ଏଟା ଗଲା ବାଲେଶ୍ୱର। ତାପରେ ପୁଣି ଦେଖିବା ଆଉ ଗୋଟେ ଡିଷ୍ଟ୍ରିକ୍ଟ ଯେ ଅଲଗା କିଛି ଡିଷ୍ଟ୍ରିକ୍ଟରେ ଆମର ଏଇ ଭେକେନ୍ସିଟି ଆସିଛି ନା କେବଳ ଏଇ ଡିଷ୍ଟ୍ରିକ୍ଟରେ ଆସିଛି। ତ ପୁଣି କେମିତି ଚେକ୍ କରିବା ପିଲାମାନେ ଦେଖ ସେଇ ସେମ ଉପାୟରେ ଆମେ ଚେକ୍ କରିବା। ଧର ମୁଁ ଚେକ୍ କଲି ଭଦ୍ରକ ତାହେଲେ ଭଦ୍ରକ nic.in ଦେଖ ଅଟୋମେଟିକ ପିଲାମାନେ ତମର ଆସିଯିବ। ତ ପ୍ରଥମେ ତମେ କଣ କରିବ ଭଦ୍ରକର ତମେ ଅଫିସିଆଲ ପେଜକୁ ଯାଇପାରିବ ହେଲା। ମୁଁ ଭଦ୍ରକର ଅଫିସିଆଲ ପେଜକୁ ଯାଉଛି। ଏଠି ଯେତେବେଳେ ତମେ ପିଲାମାନେ ଆସିବ ସବୁବେଳେ ଆଗେ ହୋମ ଉପରେ କ୍ଲିକ କରିଦବ। ଯୋଉଠି ବି ଯୋଉ ପେଜ ବି ତମେ ଆସୁଛ ହୋମ ଉପରେ କ୍ଲିକ କରିବ। ତଳକୁ ତଳକୁ ତୁମେ ଯିବ ଗଲା ପରେ ଦେଖିବ ରିକ୍ରୁଟମେଣ୍ଟ ଅଛି। ଦେଖ ରିକ୍ରୁଟମେଣ୍ଟ ପିଲାମାନେ ରହୁଛି ଏଠି ଦେଖ ତମର ବ୍ଲାଇଣ୍ଡ ସ୍କୁଲ ପାଇଁ ପିଲାମାନେ ଭେକେନ୍ସି ରହୁଛି ହେଲା। ଏଟା ତମର ହଉଛି ବ୍ଲାଇଣ୍ଡ ସ୍କୁଲ ଏଟା ତମର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଥିଲା। ଏଟା ତମର ହଉଛି ବ୍ଲାଇଣ୍ଡ ସ୍କୁଲ ପାଇଁ ଭେକେନ୍ସି ରହୁଛି ଯୋଉଟା ତମର ହଉଛି କଣ ଏଟା ରଣକଣ୍ଢି ବ୍ଲାଇଣ୍ଡ ଏବଂ ଯୋଉ ତମର ଡିପ୍ ମାନଙ୍କ ଯୋଉମାନେ ଶୁଣି ପାରନ୍ତିନି ସେମାନଙ୍କ ପାଇଁ ପିଲାମାନେ ସେ ସ୍କୁଲରେ ତମର ଭେକେନ୍ସି ରହୁଛି। ତ ଏଇଭଳି ତମେ ମାନେ ନିଜ ନିଜ ଜିଲ୍ଲାରେ ଯୋଉ ସ୍କୁଲ ଗୁଡିକରେ ରହୁଛି ପ୍ରତି ସ୍କୁଲରେ ତମେ ମାନେ ଯାଇକି ଚେକ୍ କରିପାରିବ ହେଲା। ତୁମକୁ ମୁଁ ଯୋଉ ଉପାୟରେ ପିଲାମାନେ ମୁଁ କହିଲି ତୁମର ଯେକୌଣସି ଡିଷ୍ଟ୍ରିକ୍ଟ ହଉଛି ନା କାହିଁକି ମୟୂରଭଞ୍ଜ ହେଇଗଲା ବାଲେଶ୍ୱର ଭଦ୍ରକ କେଉଁଝର ଯେକୌଣସି ଡିଷ୍ଟ୍ରିକ୍ଟ ପିଲାମାନେ ତୁମର ହେଇଗଲା ଯଦି ତୁମେ ସବୁ ଡିଷ୍ଟ୍ରିକ୍ଟରେ ଯାଇକି ଏଠି ଚେକ୍ କରିପାରିବ। ଅଫିସିଆଲ ୱେବସାଇଟକୁ ଯିବ ଅଫିସିଆଲ ୱେବସାଇଟକୁ ଗଲା ପରେ ପୁରା ତଳେ ଯାଇକି ତୁମେ ପିଲାମାନେ ଦେଖ ପୁରା ତଳେ ଯାଇକି ଯୋଉ ରିକ୍ରୁଟମେଣ୍ଟ ସେକ୍ସନ ଅଛି ଏଠୁ ଯାଇକି ଚେକ୍ କରିପାରିବ ହେଲା। ଏଇ ଯୋଉ ନିଯୁକ୍ତି ରହିଛି ଦେଖ ଚେକ୍ କରିପାରିବ। ତ ଆଶା କରୁଛି ତୁମମାନଙ୍କୁ ପିଲାମାନେ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଛି ତୁମ ସାଙ୍ଗମାନଙ୍କ ମଧ୍ୟରେ ସେୟାର କରିପାରିବ ଏବଂ ତା ସହିତ ଯଦି ତମମାନେ ନିଜ ନିଜ ଜିଲ୍ଲାରେ ଏଇ ଭେକେନ୍ସି ଆସିଛି କି ନାହିଁ ଜାଣିବା ପାଇଁ ଚାହୁଁଛ ତେବେ କମେଣ୍ଟ ସେକ୍ସନରେ ନିଜ ଡିଷ୍ଟ୍ରିକ୍ଟର ନାମକୁ ମେନସନ କରିଦିଅ ପିଲାମାନେ ମୁଁ ତା ଉପରେ ଦେଇଦେବି। ଏବଂ ତା ସହିତ ଯଦି ତୁମେ ମାନେ ଆମ ଏତେ ପର୍ଯ୍ୟନ୍ତ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ ହେଇନ ତ ଏବେ ହିଁ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ ହେଇଯାଅ ଯୋଉଠି ତୁମମାନଙ୍କୁ ସବୁ ଜବର ଅପଡେଟ ମିଳିବ। ତ ଆଜି ପାଇଁ ଏତିକି ରହିଲି ନମସ୍କାର ଜୟ ଜଗନ୍ନାଥ।